ସତ୍ୟ ପାଳନ କରି ବନବାସୀ ହେଉଛନ୍ତି ଅଯୋଧ୍ୟାର ଲକ୍ଷ ଲକ୍ଷ ପ୍ରଜାବୃନ୍ଦ ଭଗବାନ ରଘୁନାଥଙ୍କ ରଥର ପଛେ ପଛେ ଧାଇ ଚାଲିଛନ୍ତି। ହେ ରାମ ତୁମେ ଫେରି ଆସ, ରାମ ତୁମେ ରଥରୁ ଓହ୍ଲେଇ ପଡ। କଅଁଳା ପିଲାକୁ କାଖିରେ ଧରି ମା ମାନେ ମଧ୍ୟ ଘର ଛାଡି ପଛେ ପଛେ ଯାଇଥାନ୍ତି। ଶ୍ରୀମଦ୍ ଭାଗବତରେ ଭଗବାନ ରାମ କୃଷ୍ଣଙ୍କୁ ଅକୁର ଯେତେବେଳେ ରଥରେ ବସେଇ ନେଲେ ମଥୁରା ଗୃହକୁ, ଯଶୋମତୀ ମା ଠାରୁ ମା ରାଧାରାଣୀ ସକଳ ଗୋପୀ ମାନେ ଯେ କି କଷ୍ଟ ପାଉଥିଲେ କୃଷ୍ଣ କଥାରେ ତାହା ତ ଜାଣିଛନ୍ତି। ରାମ କଥା କୃଷ୍ଣ କଥାରେ କିଛି ବି ଭିନ୍ନତା ନାହିଁ। ଜୟ ରାମ ସଇ ଜଗଦୀଶା। ଆହା, ପ୍ରେମରେ ସଫଳତା ସେତିକି ବେଳେ ଆସେ ପ୍ରିୟ ସଜ୍ଜନ, ଯେତେବେଳେ ଆପଣ ବିରହକୁ ଭୋଗ କରିବେ। ଯେପର୍ଯ୍ୟନ୍ତ ପ୍ରେମରେ ବିରହ ଆସିନାହିଁ, ପ୍ରେମର ପୂର୍ଣ୍ଣତା କେହି ପ୍ରାପ୍ତ ହୁଏ ନାହିଁ। ପ୍ରିୟ ସଜ୍ଜନ, ଭଗବାନ ରଘୁନାଥଙ୍କ ରଥ ପଛେ ପଛେ ଅଯୋଧ୍ୟାର ନରନାରୀ ଧାଇଛନ୍ତି। ସନ୍ଧ୍ୟା ହେଲା, ରଥ ଅଟକି ଗଲା ତମସା ନଦୀର କୂଳରେ। ଅଯୋଧ୍ୟାର ନରନାରୀ ରଥ ଚାରିପଟଯାକ ବସିଗଲେ। ହେ ରାମ, ଶାସ୍ତ୍ର କହୁଛନ୍ତି ନଦୀ ଯାବତ ବନ୍ଧୁ ଅନୁସରେ, ନଈ ପର୍ଯ୍ୟନ୍ତ ବନ୍ଧୁଙ୍କୁ ଛାଡ଼ି ଦେଇ ଆସିବା କଥା। ଏଇ ତ ପରମ ପାବନୀ ତମସା ନଦୀ ପ୍ରବାହିତ ହେଉଛନ୍ତି। ହେ ରଘୁନାଥ, ଏ ନଦୀ କୂଳରୁ ଆମେ ତୁମକୁ ଆଉ ଛାଡ଼ିବୁ ନାହିଁ। ରାତି ପାହିବା ପର୍ଯ୍ୟନ୍ତ ରଥ ଚାରିପଟେ ବସି ରହିବୁ। ଯଦି ଆମ ଭଲ ପାଇବା ସତ୍ୟ, ଯଦି ହୃଦୟରେ ତୁମେ ରାମ ବାସ କରିଥାଅ, ଦେଖିବା ଏ ଲକ୍ଷ ଲକ୍ଷ ଅଯୋଧ୍ୟାବାସୀଙ୍କୁ ଛାଡ଼ିକି ତୁମେ କେମିତି ଜଙ୍ଗଲକୁ ପଳେଇବ। ମନ୍ଦ ମନ୍ଦ ହସୁଛନ୍ତି ମୋ ରଘୁନାଥ। ଲକ୍ଷ୍ମଣ ଆଶ୍ଚର୍ଯ୍ୟନତା ହେଉଛନ୍ତି। ସୀତା ଠାକୁରାଣୀଙ୍କ ଆଖିରେ ଲୋଚକ। ପ୍ରଜାମାନେ କେତେ ଭଲ ପାଉଛନ୍ତି ତାଙ୍କ ସ୍ୱାମୀଙ୍କୁ। ସନ୍ଧ୍ୟା ହେଲା, ରାତି ଆଗକୁ ଗଡ଼ି ଗଡ଼ି ଚାଲିଲା। ଅଯୋଧ୍ୟାରୁ ତମସା ନଦୀ କୂଳ ପର୍ଯ୍ୟନ୍ତ ପଥଶ୍ରାନ୍ତ ସମସ୍ତଙ୍କୁ ଲାଗିଲା। ମନ୍ଦ ମନ୍ଦ ପବନରେ ସମସ୍ତଙ୍କୁ ନିଦ ମାଡ଼ିଲା। ରଥ ଚାରିପଟେ ବସିଛୁ ମାନେ ଏଇଠି ବାଲି ଉପରେ ସମସ୍ତେ ଶୋଇପଡ଼ିବା। ରାତି ପାହିଲେ ରଘୁନାଥଙ୍କୁ ପୁଣି ଅଯୋଧ୍ୟାକୁ ଫେରେଇ ନେବା। ବାସ୍, ସମସ୍ତେ ନିଶ୍ଚିନ୍ତରେ ଶୋଇପଡ଼ିଛନ୍ତି। ନିସ୍ତବ୍ଧ ରାତ୍ର, କୁଆଡ଼େ କିଛି ଶବ୍ଦ ହେଉନାହିଁ। ଲକ୍ଷ୍ମଣ ବସିଛନ୍ତି, ଜାନକୀ ମା ବସିଛନ୍ତି ରଥ ଉପରେ। ରଥ ବାହକ ସୁମନ୍ତ ତାତ ପ୍ରଭୁଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି। ରଘୁନାଥ ଧୀର ସ୍ୱର ଡାକିଲେ, ତାତ ସୁମନ୍ତ୍ର। ସୁମନ୍ତ୍ର ପଛକୁ ଚାହିଁ କହିଲେ, ପ୍ରଭୁ ମତେ ଆପଣ ଡାକିଲେ ନିଶାର୍ଥରେ, କଣ ସେବା କରିପାରେ? ନା, ହେ ତାତ, ମୋ ପିତାଙ୍କ ଭଳି ତୁମେ ମୋର। ଜଣେ ରଥ ବାହକ ସୁମନ୍ତ୍ର, ରାଜପୁତ୍ର ରାମ ରଘୁନାଥ, ସେ ରଥ ବାହକକୁ କେମିତି ମର୍ଯ୍ୟାଦା ଦଉଛନ୍ତି ଦେଖନ୍ତୁ। ହେ ସୁମନ୍ତ୍ର ବୋଲି ଡାକିଥାନ୍ତେ, କିନ୍ତୁ ତାତ ବୋଲି ଡାକିଲେ। ପିତୃତୁଲ୍ୟ ଭଗବାନ ରାମ ସଂସାରରେ ମର୍ଯ୍ୟାଦା ଦେବାରେ ଅଦ୍ୱିତୀୟ ପ୍ରେମିକ ଠାକୁର। ସେଇଥିପାଇଁ ତ ଜଗତ ତାଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ବୋଲି ଘୋଷଣା କରିଛି। ମୋ କହ୍ନେଇ ହେଉଛନ୍ତି ଲୀଳା ପୁରୁଷୋତ୍ତମ, ରାମ ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ। ସୁମନ୍ତ୍ର କହୁଛନ୍ତି, କାହିଁକି ଠାକୁରେ ଡାକିଲେ? ସୁମନ୍ତ୍ର, ମୋ ପିତା କହୁଥିଲେ ତୁମେ କୁଆଡ଼େ ଅଯୋଧ୍ୟାର ଅଦ୍ୱିତୀୟ ରଥ ଚାଳକ, ତୁମ ଭଳି ରଥ କେହି ଚଲେଇ ପାରନ୍ତି ନାହିଁ। ଏ କଥା ମୁଁ ବାପାଙ୍କ ଠାରୁ ଶୁଣିଥିଲି, ଆଜି ଟିକେ ଆଖିରେ ଦେଖିବା ପାଇଁ ଚାହୁଁଛି। କହିଲେ ମାନେ? ନା, ମାନେ ହଉଛି ଏଇଆ, ଏ ରଥ ଚାରିପଟେ ଯାକ ମୋ ଅଯୋଧ୍ୟାର ପ୍ରଜାମାନେ ଶୟନ କରିଛନ୍ତି। ନା, ହଁ ସ୍ୱାମୀ। ନା ଶୁଣ, ତୁମେ ପୁରା ଶୂନ୍ୟ ମାର୍ଗରେ ରଥ ଚଲେଇ ପାର? ମୁଁ ଦେଖିବାକୁ ଚାହେଁ ଏ ଅଯୋଧ୍ୟାର ନରନାରୀ ମାନଙ୍କର
ମଧ୍ୟରୁ ଏ ରଥଟାକୁ ଶୂନ୍ୟ ମାର୍ଗରେ ତମ ନେଇ ତୁମେ ଆଗକୁ ଚାଲ। କ୍ଷଣ ମାତ୍ର ଦେରି ନ କରି ସୁମନ୍ତ ମହାରାଜ ବିନା ବିଚାରରେ ନିଜର ରଥ ଚାଳନାର ପାରଦର୍ଶିତାକୁ ମନେ ପକାଇ ଶୂନ୍ୟ ମାର୍ଗରେ ରଥକୁ ନେଇ ଚାଲିଗଲେ। ରାତି ପାହିଗଲା, ଦେଖିଲେ ରଥ ଶୂନ୍ୟ, ରଥ ଚକାର ଚିହ୍ନ ବି ପଡିନାହିଁ। ଅଯୋଧ୍ୟାର ନର ନାରୀ ବାଉଳି ହେଲେ, ହେ ରାମ ହେ ରାମ। ଯେମିତି ନିକୁଞ୍ଜ କାନନରେ 16 ସହସ୍ର ଗୋପନାରୀ କୃଷ୍ଣଙ୍କୁ ନ ପାଇ ଜଙ୍ଗଲ ଯାକ କହ୍ନେଇକି ଖୋଜୁଥାନ୍ତି, କାହାକୁ ପାଇଲେ ନାହିଁ। ଅଯୋଧ୍ୟାର ନର ନାରୀ ବିକଳ କ୍ରନ୍ଦନକାରୀ ଅଯୋଧ୍ୟାକୁ ଫେରି ଆସୁଛନ୍ତି। ଭଗବାନ ଶଙ୍କର କହୁଛନ୍ତି, ଭବାନୀ ତୁମ ମନରେ ପ୍ରଶ୍ନ ଆସୁଥିବ, ଏତେ ଭଲ ପାଉଥିବା ପ୍ରଜାମାନଙ୍କୁ ନିଦରେ ଛାଡ଼ି ଦେଇ ରଘୁନାଥ ପଳେଇ ଯିବା କ'ଣ ଉଚିତ ହେଲା? ହଁ ସ୍ୱାମୀ, ମୋ ମନରେ ସେଇ ପ୍ରଶ୍ନ ଆସୁଛି। ହେଲେ ଶୁଣ, ଲୋକ ସବସ ଲୋକ ସୁଗ ଶ୍ରମ ବସ ଗାଏ ସୋଇ ଅଛୁକ ଦେବ ମାୟା ମତି ହୋଇ। শ্রীরাম জয় রাম জয় জয় রাম, শ্রীরাম জয় রাম জয় জয় রাম। ପ୍ରେମର ଏକ ମହାନ ଲକ୍ଷଣ। କହିଲେ ଭବାନୀ, ଏ ଲୋକମାନେ ଶ୍ରମବଶ ଯେତେବେଳେ ଶୋଇପଡ଼ିଲେ, କଛୁକ ଦେବ ମାୟା ମତି ଶୋଇ। ଏ ଦେବତା ମାନଙ୍କର ମାୟା ଭବାନୀ। ହେଲେ ଭବାନୀ, ଭାବ ଦୃଷ୍ଟିରୁ ମନେ ରଖ, ଯିଏ ଯାହାକୁ ଭଲ ପାଏ, ଯିଏ ଯାହାକୁ ଅନ୍ତର ସହିତ ଶ୍ରଦ୍ଧା କରେ, ଯଦି ତା ଦୁଃଖ ବେଳେ ତା ପାଖରେ ଠିଆ ହେଇଛି, ସେ କ'ଣ ଅଳସୁଆ ହେଇ ତାକୁ ଛାଡ଼ି ପଳେଇ ଆସିବ କି? ନା ସ୍ୱାମୀ। ତାହେଲେ ରାମଙ୍କୁ ଯଦି ଏମାନେ ଏତେ ଭଲ ପାଉଥିଲେ, ଆଙ୍କ ଆଖିରେ ନିଦ ଆସିଲା କୋଉଠୁ? ଅତିବଡ଼ି ଜଗନ୍ନାଥ ଦାସ ଓଡ଼ିଆ ଭାଗବତରେ ନବାଖରୀ ଛନ୍ଦରେ ସୁନ୍ଦର ପଦଟିଏ ଲେଖିଛନ୍ତି, ଯାହା ଆମମାନଙ୍କ ପାଇଁ ନିତାନ୍ତ ଆବଶ୍ୟକ। ଆଳସେ ବୁଦ୍ଧି ବଳ କ୍ଷୟ ଉଦ୍ୟମେ ସର୍ବେ କାର୍ଯ୍ୟ ଜୟ। ଗୋବିନ୍ଦ 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 ପଦୁ বাড়ুচি মকর গোবিন্দ 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 পদু গাড়ুছি মকরন্দ। बोलिए आनंद कंद भगवान की। এটা বক্স আড়କୁ ରହିଲେ ହମିଂ କରିବ। ଆପଣ ଟିକେ ରହିବା କଥା, ମଞ୍ଚ ଭିତରେ এটা କଥା ହେଇଯିବ। बोलिए आनंद कंद भगवान की জয়। କହିଲେ ଉଦ୍ଧବ, ଭକ୍ତ ଯଦି ଅଳସୁଆ ହେଇଯାଏ, ତାର ଯୋଡ଼ିଏ ଜିନିଷ ହେଇଯାଏ। ଭଗବାନଙ୍କ ସେବା ପାଇଁ ଈଶ୍ୱରଙ୍କ ସତ୍ସଙ୍ଗକୁ ଯାଇ ଈଶ୍ୱରଙ୍କ ନିକଟରେ ନିଜର ଭାବନାକୁ ପ୍ରଦର୍ଶନ କଲା ବେଳେ ଯଦି ଆଳସ୍ୟତା ପରାୟଣ ଭକ୍ତ ହେଇଯାଏ, ତାର ଯୋଡ଼ିଏ ଜିନିଷ କ୍ଷୟ ହେବାକୁ ଲାଗେ। ନମ୍ବର 1 ବୁଦ୍ଧି, ଦ୍ୱିତୀୟ ହେଉଛି ବଳ। ଦୈବୀ ବଳ ତାର କ୍ଷୟ ହୁଏ, ଆଉ ବୁଦ୍ଧି ମତି ମଧ୍ୟ ଧୀରେ ଧୀରେ କମିଯାଏ। ହେଲେ ଯୋଉମାନେ ଜାଗ୍ରତ ରୁହନ୍ତି ଉଦ୍ୟମେ ସର୍ବ କାର୍ଯ୍ୟ ଜୟ, ଯାହାକୁ ସମର୍ଥନ କରି ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତାର ଅର୍ଜୁନକୁ କହିଲେ, ଅର୍ଜୁନରେ यानि सर्वभूतानां तस्यां जागर्ति संयमी। सकल प्राणी मानक ପାଇଁ ଯୋଉଟା ରାତି, ଯୋଉଠି ସବୁ ପ୍ରାଣୀ ମାନେ ରାତିରେ ଶୋଇ ପଡନ୍ତି, ହେ ଅର୍ଜୁନ
जे जाग्रत रुहे सचेतन रुहे ताकू ही संथ कहा जाए, ताकू ही प्रेम कहा जाए। लक्ष्मण परिप्रश्न कले भाई अयोध्यार नर नारी मानकर कौन दोष थिला आपण निद्रित अवस्था परित्याग कर चली आसिले। लक्ष्मण रे यहाकू भल पाइबा कहती ना, जदि से माने मते एते भल पाउथिले मते आदर करुथिले कोन भाई होछ तेबे निद आसिला कौठू तेणु अलसुआ पाखरे मु केबे न थाए। लक्ष्मण तत्क्षणात पाद धरी शपथ कले भ्राता ए सेवक आपण पाद स्पर्श करी संकल्प करुची आज ठारू जेतिक दिन आपण पाद सेवार सुजोग पाइबी 14 वर्ष पर्यंत ए लक्ष्मण केबे हेले सोईब नाही। बोलिया आनंद कंद भगवान की